ମୋ ପାଖରେ ଫଟୋଟା ଉଠେଇକି ମୁଁ ଦେଖିଦେବି। ଏକାଥରେ ଏଇ ପଠେଇ ଦେଇଛ। ଦୁଇ ବର୍ଷ ପୂର୍ବରୁ ଆସିଥିଲେ ପୁଅ ପିଲା ଆସିଥିଲେ ଆମର ପଟା ଜେରକ୍ସ ନେଲେ, ମୋବାଇଲ ନମ୍ବର ନେଲେ। 2 ବର୍ଷ ପରେ ଏ ବର୍ଷ ଆସିଲେ ହଁ ଏ ବର୍ଷ ଆସିନାହାନ୍ତି, କେବଳ ଫୋନ୍ କଲେ ଯେ ତୁମର ଜିଓ ଟାୱାର ପାଇଁ ଜାଗା ସିଲେକ୍ସନ୍ କରାହେଇଛି, ତୁମେ ଆଉ ଥରେ ଡକୁମେଣ୍ଟ ପଠାଅ। ତାପରେ ଆମେ ପଠାଇଲୁ, ଆଧାର ପଠାଇଲୁ, ହାଫ୍ ଫଟୋ ପଠାଇଲୁ, ତାପରେ ଏଇ ଯେଉଁ ନୋମିନିର ଆଧାର ପଠାଇଲୁ, ହାଫ୍ ଫଟୋ ପଠାଇଲୁ, ପାସବୁକ୍ ପଠାଗଲା ମୋର। ତାପରେ ସେଇଟା କାଗଜପତ୍ର ସବୁ ଓକେ ହେଇଗଲା ବୋଲି କହିଲେ। ଓକେ ହେଇସାରିଲା ପରେ କହିଲେ 10,000 ଭିତରେ ତୁମର ଖର୍ଚ୍ଚଟା ହେଇଯିବ। ତାପରେ ମୁଁ 7,000 ଦେଇଦେଲି। 7,000 ଦେଲା ପରେ କାଗଜପତ୍ରଟା ଓକେ ହେଇଗଲା। ତାପରେ କହିଲେ ତୁମର 12 ଲକ୍ଷ ଆମାଉଣ୍ଟ ଯିବ, 12 ଲକ୍ଷ ଆମାଉଣ୍ଟ ଯିବ, ତୁମର 3% ଦେବାକୁ ପଡ଼ିବ, ମାନେ 36,000 ଦେବାକୁ ପଡ଼ିବ କହିଲେ। ମୁଁ 36,000 ଦେଇଦେଲି। ତାପରେ କହିଲେ ପଇସା ଯାଉନାହିଁ ବ୍ୟାଙ୍କରୁ, ଆୟୁଷ ବ୍ୟାଙ୍କରୁ କଲ୍ଟା ଆସିଗଲା, 18,000 ଦେବାକୁ, 18,000 ଦେଇଦେଲେ ତୁମର 12 ଲକ୍ଷ ଆମାଉଣ୍ଟଟା ଯିବ। 18,000 ଦେଇଦେଲି। ଗଲା ପରେ କହିଲେ ତୁମ କାମ ସରିଲାଣି, ତୁମ ଯେଉଁ ବାଙ୍ଗାଲୋର ନା କ'ଣ କହିଲେ ସିଆଡ଼ୁ କଲ୍ଟା ଯିବ, ଯେଉଁ ଗାଡ଼ିଟା ଲୋଡ଼୍ ହେଇକି ଅଛି, ସେମାନେ କଲ୍ କଲେ ଉଠେଇବ। ତାପରେ ସେମାନେ କଲ୍ କଲା ପରେ କହିଲେ ପଇସା ହିନ୍ଦୀରେ କହିଲେ, ମୁଁ ହିନ୍ଦୀ ବୁଝିପାରେ କେବଳ କହିପାରେ ନାହିଁ। ତାପରେ କହିଲେ 45,000 ଟଙ୍କା ଦେବାକୁ ପଡ଼ିବ ଟୋଲ୍ ଗେଟ୍ ପାଇଁ, ତିନିଟା ଗାଡ଼ିରେ ଲୋଡ଼୍ ହେଇଛି। ହଁ, ତାପରେ ମୁଁ ଆଉ କିଛି କରିପାରିଲି ନାହିଁ। ତାପରେ ମ୍ୟାଡ଼ାମକୁ କହିଦେଲି ରିଟର୍ଣ୍ଣ କରିଦିଅନ୍ତୁ, ଆଉ ମୁଁ କରିପାରିବି ନାହିଁ। ତାପରେ କହିଲେ ରିଟର୍ଣ୍ଣ ପାଇଁ ଚାର୍ଜେସ୍ ଲାଗିବ 14,825 ଟଙ୍କା। ଆଉ ମ୍ୟାଡ଼ାମକୁ କହିଦେନି ସେ 60,000ରୁ 14,800 ଟଙ୍କାଟା ଆପଣ ରଖିଦିଅନ୍ତୁ, ଯେତିକ ପଇସା ମୋର ବଞ୍ଚୁଛି ରିଟର୍ଣ୍ଣ କରିଦିଅନ୍ତୁ। ସେ ବାର କହିଛନ୍ତି 14,825 ଟଙ୍କା ରିଟର୍ଣ୍ଣ କର। ଏଇ ଯେଉଁ ଦେଇଦେନେ ଆମର ଯେଉଁ 24 ଘଣ୍ଟା ଭିତରେ ପାଇଯିବ। 60,000। 60,000।